ନମସ୍କାର ବନ୍ଧୁଗଣ, ବିବାହିତ ନାରୀ ଏବଂ କୁଆଁରୀ ନାରୀମାନେ ରଜରେ ଏହି ଭୁଲ କରନ୍ତୁ ନାହିଁ। ରଜ ସଂକ୍ରାନ୍ତି ଦିନ ଭୁଲରେ କରନ୍ତୁ ନାହିଁ ଏସବୁ କାମ। ଗ୍ରୀଷ୍ମ ଦିନ ଉତ୍ତାପ ସୂର୍ଯ୍ୟଙ୍କ ତାଣ୍ଡବ ବସୁମତୀ ମାତାଙ୍କ ତୃଷ୍ଣା ବଢ଼ାଇବା ପରେ ମିଥୁନ ସଂକ୍ରାନ୍ତି ଠାରୁ ବର୍ଷା ଋତୁର ଆରମ୍ଭ ହୋଇଥାଏ। ଏହି ମିଥୁନ ସଂକ୍ରାନ୍ତିକୁ ରଜ ଆକାରରେ ପାଳନ କରାଯାଇଥାଏ। ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ମିଥୁନ ସଂକ୍ରାନ୍ତି ବା ରଜ ସଂକ୍ରାନ୍ତି ଏବଂ ତୃତୀୟ ଦିନକୁ ଭୂମି ଦହନ ବା ବାସି ରଜ କୁହାଯାଇଥାଏ। ଏହି ତିନି ଦିନ କୁମାରୀମାନେ ଆଗାମୀ ଭବିଷ୍ୟତର ବିବାହ କାମନା ପାଇଁ ପାଳନ କରୁଥିବା ବେଳେ ବିବାହିତ ନାରୀମାନେ ସନ୍ତାନ କାମନା ପାଇଁ ପାଳିଥାନ୍ତି। କିନ୍ତୁ କୁମାରୀମାନେ ଏବଂ ବିବାହିତ ନାରୀମାନେ ଏହି କେତୋଟି ଭୁଲ କରିବା ଦ୍ୱାରା ସେମାନଙ୍କର ମନସ୍କାମଷ୍ଟ କରିବା ସହିତ ଭବିଷ୍ୟତର ଅନ୍ଧକାର କରିଦିଏ ଏବଂ ଘର ପରିବାରର ସୁଖ ଶାନ୍ତି ନଷ୍ଟ କରିଦିଏ। ତେବେ ଆସନ୍ତୁ ଜାଣିବା ସେହି ସବୁ ଭୁଲ ଯାହା ରଜରେ କରିବା ଅନୁଚିତ। ପୌରାଣିକ ପ୍ରଥା ଅନୁସାରେ ରଜର ଏହି ତିନି ଦିନ ବସୁମତୀ ମାତା ନିଜର ମାସିକ ଧର୍ମ ପାଳନ କରନ୍ତି ଏବଂ ଚତୁର୍ଥ ଦିନ ବସୁମତୀ ସ୍ନାନ ବା ଭୂ ସ୍ନାନ ଭାବରେ ପାଳନ କରାଯାଏ। ଏହି ରଜ ଶବ୍ଦଟି ରଜସ୍ୱଳ ଶବ୍ଦରୁ ଆସିଛି। ରଜସ୍ୱଳ ଶବ୍ଦର ଅର୍ଥ ମହିଳାମାନଙ୍କ ମାସିକ ଧର୍ମ ହୋଇଥାଏ ଏବଂ ରଜ ସମ୍ପୂର୍ଣ୍ଣ ମହିଳା ଏବଂ କୁଆଁରୀମାନଙ୍କୁ ଅର୍ପିତ କରାଯାଉଥିବା ବେଳେ ଯେପରି ବସୁମତୀ ନିଜର ତୃଷ୍ଣା ମେଣ୍ଟାଇବା ପାଇଁ ବର୍ଷାକୁ ଅପେକ୍ଷା କରି ବସିଥାଏ, ସେହିପରି ରଜରେ କୁଆଁରୀମାନେ ନିଜର ଆଗାମୀ ଭବିଷ୍ୟତର ବିବାହ କାମନା କରି ସଜେଇ ହୋଇ ହାତରେ ମେହେନ୍ଦି, ପାଦରେ ଅଳତା ଏବଂ ନୂଆ ବସ୍ତ୍ର ପିନ୍ଧି ସଜେଇ ହୋଇ ବସିଥାନ୍ତି ଏବଂ ବିବାହିତ ନାରୀମାନେ ନିଜର ପୁତ୍ରର ସଜ କାମନା କରି ରଜ ପାଳନ କରିଥାନ୍ତି। ତେବେ ଜାଣନ୍ତୁ ଏହି ସବୁ ଭୁଲ କ'ଣ ଯାହା ଆପଣ ରଜରେ କରିବା ଉଚିତ ନୁହେଁ। ରଜ ସଂକ୍ରାନ୍ତି ପରି ଏହି ପ୍ରମୁଖ ସଂକ୍ରାନ୍ତିରେ ଝିଅମାନେ ଘରୁ ବାହାରି ସଜେଇ ହୋଇ ମନ୍ଦିର ଯିବା ଅନୁଚିତ ଅଟେ। ପ୍ରଥା ଏବଂ ଶାସ୍ତ୍ର ଅନୁସାରେ ବସୁଧା ମାତାଙ୍କର ମାସିକ ଧର୍ମ ପାଳନ କରୁଥିବା ମହିଳା ଏହି ରଜରେ କୁଆଁରୀମାନେ 3 ଦିନ ଧରି ମନ୍ଦିରକୁ ଯିବା ଅନୁଚିତ। ମୁଖ୍ୟତଃ ମହିଳାମାନେ ଅପବିତ୍ର ହୋଇଥାନ୍ତି, ତେଣୁ ଭୁଲରେ ରଜ ସଂକ୍ରାନ୍ତି ଦିନ ମହିଳାମାନେ ମନ୍ଦିରକୁ ଯାଆନ୍ତୁ ନାହିଁ। ଦ୍ୱିତୀୟରେ ରଜ 3 ଦିନ ମହିଳାମାନେ ରନ୍ଧା ହୋଇଥିବା ଖାଦ୍ୟ ଖାଇବା ଅନୁଚିତ ହୋଇଥାଏ। ରଜ ସମସ୍ତ ନାରୀଙ୍କୁ ଅର୍ପଣ କରାଯାଉଥିବା ବେଳେ କୌଣସି ପ୍ରକାରର କାର୍ଯ୍ୟ କରିବା ମହିଳାମାନଙ୍କୁ ବର୍ଜିତ କରାଯାଏ ଏବଂ ରନ୍ଧା ହୋଇଥିବା ଖାଦ୍ୟ ଗ୍ରହଣ କରିବା ବାରଣ କରାଯାଏ। ତେଣୁ ଏହି 3 ଦିନ ମହିଳାମାନେ ପିଠା ଖାଇବା ସହିତ ଫଳମୂଳ ଖାଇବା ଉଚିତ ହୋଇଥାଏ। ତୃତୀୟରେ ଖାଲି ପାଦରେ ମହିଳାମାନେ ବସୁମତୀ ଉପରେ ଚାଲିବା ବା ବସୁମତୀ ମାଆକୁ କୌଣସି କଷ୍ଟ ଦେବା ପ୍ରତ୍ୟେକ ମହିଳାମାନଙ୍କ ପାଇଁ ଅଶୁଭ ହୋଇଥାଏ। ରଜର 3 ଦିନ ମାସିକ ଧର୍ମ ପାଳନ କରୁଥିବା ବସୁଧା ମାତା ଅସୁସ୍ଥ ଏବଂ କଷ୍ଟରେ ଥିବା ବେଳେ ବସୁଧା ମାଆକୁ କଷ୍ଟ ଦେବା ଉଚିତ ନୁହେଁ। ତେଣୁ ଭୁଲରେ ଆପଣ ଖାଲି ପାଦରେ ଚାଲନ୍ତୁ ନାହିଁ।